यार टाइम ହେଇଗଲାଣି ଡାକିଥିଲା କଣ ପାଇଁ ଆସିଲାନି କଣ ପାଇଁ ହେ ଆଇଲାନି ଆଉ କୁହ ଭାଇ ଭାଇ କହୁଥିଲେ କି ମୋର ଅସୁବିଧା ଅଛି ଗାଡ଼ିଟା ବିକିଥାନ୍ତି। ଗାଡ଼ିଟା ବିକ୍ରି କରିଥାନ୍ତ କେତେରେ ପୁଣି ଫାଇନାଲ କରିବା ପାଇଁ ଚାହୁଁଛ? ମୁଁ ସେ ଟାର୍ଗେଟ ରଖିଛି 20 ଲକ୍ଷ ଭଳିଆ। 20 ଲକ୍ଷ ଏତେ ବହୁତ ହେଇଯାଉଛି କାରଣ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ଏତେ ଲକ୍ଷରେ ହବ ନାହିଁ 10 ଲକ୍ଷ ଟଙ୍କାରେ ହେଇଯିବ। ନା 10 ଲକ୍ଷ ନାହିଁ, ମୁଁ ଆଣିଥିଲା ବେଳେ ବହୁତ ପଇସା ଦେଇଥିଲି, ଗାଡ଼ି ବି ଭଲ ଅଛି ଏବେ। ଆଉ ତାହେଲେ ଠିକ ଅଛି ନା ତମର ନା ମୋର 15 ଲକ୍ଷ ଟଙ୍କାରେ ଡନ୍ କର। ଆଉ ଗାଡ଼ିଟା କେମିତି ଅଛି ଆଣିଛ ଦେଖେ କେମିତି କୋଉ ଗାଡ଼ିଟା ଗାଡ଼ି ଦେଖେ। ଅଛି ଗାଡ଼ି ଅଛି। वाह क्या लड़का है। ହଉ ତାହେଲେ ଭାଇ ଆମର ତ ଡିଲ୍ଟା ହେଇଗଲା ଫାଇନାଲ। ହୁଁ। ତାହେଲେ ମୁଁ ଭାବୁଛି ପେମେଣ୍ଟଟା କରିଦେବି। ଆପଣ ସ୍କାନରଟା ଦେଖାନ୍ତୁ ମୁଁ ପେମେଣ୍ଟ କରିଦେଉଛି। पेमेंट ହେଇଗଲା ଭାଇ ଓକେ। କାଗଜ ପତ୍ରଟା ଭାଇ କାହା ନାଁରେ ହେଇଥାନ୍ତା ଭାଇ? କାଗଜ ପତ୍ରଟା ଜଣଙ୍କ ନାଁରେ ହବ, ସେ ଆଉଛନ୍ତି ଏବେ, ସେ ଆସିଲା ପରେ ମୁଁ ତାଙ୍କୁ ଓକେ କରିଦେବି ହେଲା। ଓକେ ବାଏ। ଆଉ କଣ ଭାଇ? ହଁ ଭାଇ ଆଇଲ। ଆଉ ଗାଡ଼ି କଥା କହୁଥିଲା, ଗାଡ଼ି କାହିଁ? ଗାଡ଼ିଟା ଭାଇ ଆପଣ ସାମ୍ନାରେ ହେଇବ। वाह क्या सीन। କେମିତି ଲାଗିଲା ଗାଡ଼ିଟା? ଗାଡ଼ି ଗାଡ଼ି ଠିକ ଅଛି। ହୁଁ ଆଉ କଣ କେତେ ରେଟ୍ କହୁଥିଲ? ଭାଇ ସେଇ କଥା ତ କହିଥିଲି ଆପଣଙ୍କୁ 30 ଲକ୍ଷ ଟଙ୍କା ଫାଇନାଲ କରିଦେଇଛି ମୁଁ ଆଉ। ତାକୁ ସେ କହିଦେଇଛି ଅଲଗା 30 ଲକ୍ଷ ଟଙ୍କା। 30 ଲକ୍ଷରେ ବହୁତ ହେଇଯାଉଛି, ବହୁତ ଉଡ଼େଇ ଦଉଛ। ଏତେ ହବନି ମ, 30 ଲକ୍ଷ ନୁହଁ, ଆଉ କେତେ 20 ଲକ୍ଷ ଟଙ୍କା ନା ଫାଇନାଲ କର। ଭାଇ 20 ଲକ୍ଷ ଟଙ୍କା ଆପଣ ଗାଡ଼ି ସାମ୍ନାରେ ଦେଖିପାରୁଛନ୍ତି କେମିତି କଣ୍ଡିସନର ଗାଡ଼ିଟା ଅଛି। भाई साहब कुछ ज्यादा ଇଏ नहीं हो गया। କରନ୍ତୁ ଗାଡ଼ି କଣ କଣ୍ଡିସନ ଅଛି କିନ୍ତୁ 30 ଲକ୍ଷକୁ 20 ଲକ୍ଷ ଫାଇନାଲ କର। ଭାଇ ନା ଆପଣଙ୍କର ନା ମୋର 25 ଲକ୍ଷରେ ଫାଇନାଲ କରିଦିଅ। 25 ଦେଖନ୍ତୁ ଭାଇ ଲକ୍ଷ ଟିକେ ଦେଖ, ଆପଣଙ୍କୁ ବି ତ ଦେଖନ୍ତୁ ମୋର ବି ଟିକେ ଦେଖନ୍ତୁ। ହଉ ଠିକ ଅଛି, 25 ଲକ୍ଷ ଡନ୍ କରିଦଉଛି। ହେଲା ଓକେ କି? ତାହେଲେ ଭାଇ ତାହେଲେ ପେମେଣ୍ଟଟା ଏବେ କରିଦେବେ କି? ମୁଁ ପେମେଣ୍ଟଟା ସ୍କାନରଟା ଦେଖି ଦଉଛି। ସ୍କାନର ଦେଖ, ହଁ କରିଦଉଛି। ଦେଖ ହେଇଗଲା, ଚେକ୍ ओके କରିଦିଅ। भाई कांग्रेचुलेशन भाई न्यू गाड़ी पे। ହଉ ଠିକ ଅଛି। ना पॉलिटिक्स ना बिजनेसमैन बनना है तो दलाल बनना, दलाल ऑन टॉप।